କଥା ତୁ ନିଜେ ବୁଝୁଛୁ ମୁଁ କାହିଁ ବୁଝିବି ମୁଁ କଣ ନିଜେ ବୁଝିଲି କଣ ବୁଝୁଛୁ ଜାଣିପାରୁନୁ ତତେ ଗରମ ହଉଛି ବୋଲି ତୁ ବାହାରେ ବୁଲିକିରି ଏକୁଟିଆ ଘିରି ଘିରି ପବନ ଖାଉନୁ ତତେ କାହିଁ କାନ୍ଧରେ ବସି ବାହାରେ ବୁଲେଇ ନେଇ ପବନ ଖୁଆଇବି ଆଚ୍ଛା ଠାକୁର କଣ ତମକୁ କହିଥିଲେ ତାଙ୍କୁ ଗରମ ହଉଛି ବୋଲି ଆମ ଚାଣ୍ଡାଳି ଠାକୁରେ କହିବେ କାହିଁକି ମୁଁ ବା ମୋ ଜଗାର ମନ କଥା ବୁଝିପାରେ ଠିକ ସେମିତି ମୋ ମନ କଥା କଣ ଛେନାଗୁଡ ଏଇଥିରେ ନା ଖାଇଥିଲୁ ସକାଳୁ ଦେଉଳରୁ ବୋହୁ କରି ଆଣି ଛେନାଗୁଡ କଦଳୀ ଚକଡିକି ବାଟୁଳା ଦେଇଥିଲି ଖାଇନଥିଲୁ ଏ ଭଗବାନ ଏଠି ନାହାନ୍ତି ଦେଉଳରେ ଅଛନ୍ତି ଯାହା ଡାକିବୁ ଦେଉଳରେ ଶୁଣିବେ ମୁଁ ଯାଉଛି ପୁରୀ ପାଇଁ ଯାଇକି ସେଟା ଲାଗି ନାହିଁ ଶୁଣା ମୁଁ ଦେଖେ ଯଦି ଡେରି ହେଇଯିବ ବସରେ ଆଉ ସିଟ୍ ପାଇବିନି ସେ ଖୁଣ୍ଟୁକୁ ଧରି ମତେ ପୁରୀ ଯାଇ ଯିବାକୁ ପଡିବ ଜମା ପଛରୁ ଡାକେ ନା ମୁଁ ଚାଲିବି କଛାଟାକୁ ଛାଡୁନୁ ତୁ କଛା ଉପରେ ନଜର ଖାଇଦେବ ପୁରୀ ଯିବ ନୁହଁ ପୁରୀ ଯିବି ମାନେ ତ ମୁଁ କିଛି ମୁଣ୍ଡରେ ପଶୁନି କି କିନ୍ତୁ କାଲି ବା ରଥଯାତ୍ରା ମୁଁ ଯାଇ ରଥ ଟାଣିବି ମୋ ମା କଣ କୁହେ ଜାଣିଛୁ ମୋ ମା କୁହେ ତମେ ଯଦି ଜୀବନରେ ଥରେ ରଥ ଟାଣିଦେଲ ତାହେଲେ ତମ ଜୀବନର ସବୁ ପାପ ଧୋଇ ହେଇଯିବ ଆଉ ଯଦି ଥରେ ଜଗାକୁ ରଥ ଉପରେ ଦେଖିଦେଲ ତାହେଲେ ତ ମଣିଷ ଜନ୍ମରୁ ନିସ୍ତରି ଯିବ ରାଧେ ରାଧେ ମୋ ମା କଣ ଖାଲି କଥା କହେ ଲେଖା ହେଇଛି ଶାସ୍ତ୍ରରେ ମୋ ମା ଶୁଣିଛି ବୋଲି କହୁଛି କଣ ଲେଖା ହେଇଛି କହିଲ କିଛି ଜାଣିନୁ ତୁ ଶାସ୍ତ୍ରରେ ଲେଖା ଅଛି ରଥେ ତୁମ ବାମନ ଦୃଷ୍ଟି ପୁନର୍ଜନ୍ମ ନବିଦ୍ୟତେ ହଁ ସେ କଥା ସତ ଯେ କିନ୍ତୁ ମୋ ଜାଗାରେ ତମେ ତ ରଥ ଟାଣି ପାରିବନି କାହିଁ କଣ ଅସୁବିଧା ହେଇଛି ତମେ କଣ ଡାଉକ ବୋଲି ଶିଖିଛ ଡାହୁକ ବୋଲି ସେ କଣ କର ଯାହାକୁ ଶୁଣିଲେ ଜଗା ଆମର ଖୁସି ହେଇଯାଏ ଆଉ ତା ନନ୍ଦୀ ଘୋଷ ପଡେ ସେଇଟା ମଧ୍ୟ ଶିଖିଛ ମନକୁ ତୁ ପାଠ ପଢେଇବୁ ମତେ ମୋ ମାଙ୍କ ପୁତ୍ର ଶ୍ରଦ୍ଧାରେ ଟାଣିଲେ ଜଗାରେ ନନ୍ଦୀ ଘୋଷ ପଡେ ଆଉ ତୁ କହୁଛୁ ଡାହୁକ ବୋଲି ଆରେ ବାବା ସେ କଥା ତ ସତ କିନ୍ତୁ ତା ଭିତରେ ଆଉ ଗୋଟେ କଥା ଅଛି କଣ ଅଛି ଟିକେ ମତେ କହ ରଥ ଚାଲିଲା ବେଳେ ଜଗା ଜାଣି ଶୁଣି ତା ରଥ ଟିକେ ବ୍ରେକ୍ ଲଗେଇଦିଏ ଯେ ଯେତେ ଜୋର ଲଗେଇଲେ ବି ତା ରଥ ଗଡିବା ତ ଦୂର କଥା ଆଦ କରିବନି ହଁ ଜଗା ଦେଇଛି ବ୍ରେକ୍ କିଏ ଗଡେ ଠିକ ସେତିବେଳେ କଣ ହୁଏ ରଥ ଉପରେ ବସିଥିବା ଡାହୁକ ଜୋରେ କହେ କଣ କଣ କହନ୍ତି କଣ କହେ କଣ କହ ଡାହୁକ ବୁଲିବା ସେଇଟା ଆଉ ପଛ ପଛେ ତାପରେ ସବୁ ଭକ୍ତ ମାନେ ପାଳି ଦଉଛନ୍ତି ଯାହାକୁ ଶୁଣିଲେ ଜଗା ଆମର ଖୁସି ହେଇଯାଏ ବ୍ରେକ୍ ଛାଡିଦିଏ ନନ୍ଦୀ ଘୋଷ ଗଡେ ବଢିଆ କଥା ନୁହଁ ବଢିଆ କଥା ଯେ ତମେ ତ ଶିଖିନା ତମେ କେମିତି କଣ ଟାଣିବ ମୁଁ କିନ୍ତୁ ନୁହଁ ଶିଖିଛି ଶିଖିଛୁ ମତେ ଶିଖେଇଦବୁ କାହାକୁ ମତେ କଣ ମାଗଣାରେ ଶିଖେଇବି ନା କଣ ଶିଖେଇଦେବି କଥା ନାହିଁ ମୋର ଗୋଟା ଜିନିଷ ଆଣିବ ଆଉ ପୁରୀରୁ ପୁରୀରୁ ଗୋଟେ ଜିନିଷ ଶଙ୍ଖ ଆଣି ବଜେଇବୁ ଆଉ ଶଙ୍ଖା 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 ଏପଟେ ଶଙ୍ଖା ଆଣିକି ଆସିବ ମାରିବି ଗୋଟେ ଦାଦା ତ ଗାଲ ଖସିବି ବାହା ସାଇନ୍ ମୋର ଶଙ୍ଖା କଣ ହବ କଣ ହବ ବେକାର ପକେଇ ବୁଲିକି ତମ ଫଟୋ ଉଠେଇବ ସେଟା କିଛି ଅସୁବିଧା ନାହିଁ ସୁଧାର ବାନ୍ଧିବି ତାପରେ ବେକାର ବାନ୍ଧିବି କୁହ ଆଣିବ କି ନାହିଁ ଆଣିବ ତ ଠିକ ଅଛି ମୁଁ ଆଗେ କହୁଛି ମୁଁ ଯାହା କହିବି ମୋ ପଛ ତମେ ଠିକ ସେଇଆ ହିଁ କହିବି ଓ ଭଗତେ ଭୁଲିଗଲା ପ୍ରଥମଟା ଆଉ ତାପରେ ମୁଁ ଯାହା କହିବି ସେଇଆ କହିଲା ଠିକ ମାଷ୍ଟରାଣୀ ନୁହଁ ଆରମ୍ଭରୁ ଭୁଲ କରୁଛୁ ସେ ଲୋକ ଠିକ କହୁଛନ୍ତି ମୁଁ ଭୁଲ କରୁଛି ଓ କହିବା କଥା ପ୍ରଥମଟା ଓ ତାପରେ ଯାହା କହିବୁ ସେଇଆ ସେଇଟା କହିବୁ ଆଉ କହ ଓ ଭଗତେ শুনলে জগা মন্দির কথা বলে সে বাবাটা রসিকাটা তোমার জানো না কোনো আমাদের কমই বড়িয়া মনে